ରେସନ କାର୍ଡରୁ କଟିପାରେ କି ଆପଣଙ୍କର ନାଁ ଏଣିକି ପୁଣି ପାଇବେ ମାଗଣା ଚାଉଳ ଗହମ। ଅନେକ ଉତ୍କୃଷ୍ଟ ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି, କେଉଁଥିରେ ଲୋକମାନେ ଅନେକ ସୁବିଧା ପାଉଛନ୍ତି। ଦାରିଦ୍ର୍ୟ ଗର୍ଭର ଲୋକମାନେ ମାଗଣା ରେସନ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ କାର୍ଯ୍ୟ କରୁଛନ୍ତି। କରୋନା ଭାଇରସ ସଂକ୍ରମଣ ସମୟରେ ସରକାରଙ୍କର ମାଗଣା ରେସନ ଯୋଗାଇ ଆଣୁଛନ୍ତି, ଯେଉଁଥିପାଇଁ ସମସ୍ତଙ୍କର ବଡ଼ ଲାଭ ପାଉଛନ୍ତି। ଯଦି ଯେକୌଣସି କାରଣରୁ ଆପଣଙ୍କର ନାମ ରେସନ କାର୍ଡ ସ୍କିମ୍ରୁ କଟିଯାଇଥାଏ, ତେବେ ଆଦ୍ୟ ବ୍ୟକ୍ତି ହୁଅନ୍ତି ନାହିଁ, କାରଣ ଏକ ନିୟମ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଆପଣମାନେ ଏହି କାର୍ଯ୍ୟରୁ ପୂର୍ବ ଆରମ୍ଭ କରିପାରିବେ। ଏକ ସରଳ ଉପାୟରେ ଆପଣଙ୍କର ରେସନ କାର୍ଡର ନାମକୁ ତୁରନ୍ତ ଅପଡେଟ୍ କରି ପାଇବେ, ତାହା ଏକ ସୁବର୍ଣ୍ଣ ସୁଯୋଗ ବୋଲି। ରେସନ କାର୍ଡ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯଦି ଆପଣଙ୍କର ଦାରିଦ୍ର୍ୟ କଷ୍ଟରୁ ଏବଂ କୌଣସି କାରଣରୁ ଆପଣଙ୍କର ନାମ ସ୍କିମ୍ରୁ ହଟିଯାଇଛି, ତେବେ ଏହି ଖବର ଉପଯୋଗୀ ପ୍ରମାଣିତ ହେବାକୁ ଯାଉଛି। ଆପଣ ଶୀଘ୍ର ସରକାରଙ୍କର ଠାରୁ ରେସନ କାର୍ଡ ତାଲିକାରେ ଆପଣଙ୍କର ନାଁ ଅପଡେଟ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ ୱେବସାଇଟକୁ କ୍ଲିକ୍ କରିବାକୁ ପଡ଼ିବ। ପରିଦର୍ଶନ କରି ଏହି ସରଳ ଉପାୟରେ କରିପାରିବେ, ଯାହାକି ଯେକୌଣସି ଅସୁବିଧାର ସୃଷ୍ଟି ହେବ ନାହିଁ। ଏଥିପାଇଁ ଆପଣଙ୍କୁ ଗାଁ ନିକଟରେ ଅବସ୍ଥିତ ଜନସାଧାରଣଙ୍କ ସୁବିଧା କେନ୍ଦ୍ର ଯିବାକୁ ପଡ଼ିବ। ତେଣୁ ଏହା ଜରୁରୀ ଯେ ଆପଣଙ୍କର ଅନ୍ୟତମ ସହଯୋଗ ମଧ୍ୟ ଖୋଜିବାକୁ ଦିଅନ୍ତୁ ନାହିଁ। ରେସନ କାର୍ଡ ନାମ ଅପଡେଟ୍ କରିବା ପାଇଁ ସହଜ ଉପାୟ। ଏଥିପାଇଁ ଆପଣଙ୍କୁ ରେସନ କାର୍ଡ ବିବରଣୀ ବିକଳ୍ପ ଚୟନ କରିବାକୁ ହେବ। ଏଥିରେ ପ୍ରଥମ ଆପଣଙ୍କର ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ନାମ ଲେଖିବାକୁ ହେବ। ତାପରେ ଆପଣଙ୍କର ରେସନ ଦୋକାନର ଏକ ଦୋକାନୀଙ୍କର ନାମ ଲେଖି ରେସନ କାର୍ଡର ପ୍ରକାର ଚୟନ କରିବାକୁ ପଡ଼ିବ। କିଛି ସମୟ ପରେ ତାଲିକାରେ ଆପଣଙ୍କର ସାମ୍ନାକୁ ଖୋଲିବ। ତାପରେ ଆପଣଙ୍କର ନାମ ଯାଞ୍ଚ କରିବାକୁ ପଡ଼ିବ। ଏହାକୁ ନାମ ତାଲିକାରେ ନା ତେବେ ଆପଣଙ୍କର ଏହାର ଯୋଡ଼ି କରିବେ। ତାଲିକାରେ ସହଜରେ ଆପଣଙ୍କର ନାମ ଯୋଡ଼ନ୍ତୁ। ଆପଣଙ୍କର ନାମକୁ ରେସନ କାର୍ଡ ତାଲିକାରେ ଯୋଡ଼ିବା ପାଇଁ ଆପଣଙ୍କୁ ଯେକୌଣସି ସ୍ଥାନକୁ ବ୍ୟକ୍ତି ହେବାର ଆବଶ୍ୟକତା ନାହିଁ। ଏଥିପାଇଁ ଆପଣଙ୍କର ନିକଟସ୍ଥ ଖାଦ୍ୟ ଯୋଗାଣ ବିଭାଗକୁ ଯାଇ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ତୁମେ ଆପଣଙ୍କର ସ୍ମନ ଓ ଫର୍ମ ପୂରଣ କରି ଏବଂ ସଂସ୍କୃତ ଡକ୍ୟୁମେଣ୍ଟସ୍ ଗୁଡ଼ିକର ଫଟୋ ସଂଲଗ୍ନ କରିବାକୁ ହେବ। ଫର୍ମ ଦାଖଲ କରନ୍ତୁ, ଯାହାପରେ ଆପଣଙ୍କର ନାମ ପୁଣି ଯୋଡ଼ା ରହିଯିବ।